ଆଜି ସାରା ଦେଶରେ ହୋଲି ପାଳନ ହେଉଛି। ସମସ୍ତେ ଅଭିର ରଙ୍ଗରେ ରଙ୍ଗେଇ ହୋଇଛନ୍ତି। ଅନ୍ୟ ପାର୍ଶ୍ୱରେ ଆକାଶରେ ଆଜି ଦେଖାଯିବ ଲାଲ ଜହ୍ନ ବା ବ୍ଲୁ ମୁନ୍। ସେହିପରି ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମଧ୍ୟ ହେଉଛି। ଏଥର ଚନ୍ଦ୍ରଗ୍ରହଣ ଯୋଗୁଁ ଚନ୍ଦ୍ର ରକ୍ତ ଭଳି ଦେଖାଯିବ। ଏହାର ଅର୍ଥ ହେଉଛି ଚନ୍ଦ୍ରର ରଙ୍ଗ ଲାଲ ହୋଇଯିବ। ଯେତେବେଳେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ର ଠିକ୍ ମଧ୍ୟରେ ଆସେ ସେତେବେଳେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୁଏ। ଏହି କାରଣରୁ ଚନ୍ଦ୍ର ଲାଲ କିମ୍ବା ଅସ୍ପଷ୍ଟ ଦେଖାଯାଏ। ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ଅଦୃଶ୍ୟ ହୁଏ ନାହିଁ, ବରଂ କେବଳ ଲାଲ ରଙ୍ଗ ହୋଇଯାଏ। ଏହି ଗ୍ରହ ଆଜି ଅର୍ଥାତ୍ 14 ମାର୍ଚ୍ଚ ସକାଳ 9:29ରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ 3:29 ପର୍ଯ୍ୟନ୍ତ ରହିବ। ଏହା ଭାରତକୁ ଦୃଶ୍ୟମାନ ହେଉନାହିଁ। ଏହା ଆମେରିକା, ପଶ୍ଚିମ ୟୁରୋପ ଏବଂ ଆଟଲାଣ୍ଟିକ୍ ମହାସାଗରରେ ରହୁଥିବା ଲୋକମାନଙ୍କୁ ଦୃଶ୍ୟମାନ ହେଉଛି। ଭାରତରେ ଲୋକମାନେ ଚନ୍ଦ୍ରଗ୍ରହଣ ଦେଖିପାରିବେ ନାହିଁ। ବ୍ୟୁରୋ ରିପୋର୍ଟ, ଆର୍ ନ୍ୟୁଜ୍, ଓଡ଼ିଶା।